ନାମ ସଙ୍ଗୀତ ଅଧ୍ୟାୟ 55। ବ୍ୟକ୍ତିଗତ ବିଳାପ ଗୀତି। ହେ ଈଶ୍ୱର, ପ୍ରାର୍ଥନା ମୋର ପ୍ରତି କର କର୍ଣ୍ଣପାତ। ରୁହ ନାହିଁ ମୋ ନିବେଦନରୁ, ହୋଇ ତୁମେ ଲୁକାୟିତ। ହୋଇ ମୋ ପ୍ରତି ମନୋଯୋଗୀ, ଦିଅ ମୋତେ ଉତ୍ତର। ଦୁର୍ଦ୍ଦଶା ମୋର ଯୋଗୁଁ ହୋଇଛି ମୁଁ ଅଧୀର। କରିଅଛି ମୋତେ ବିଭ୍ରାନ୍ତ ଶତ୍ରୁମାନଙ୍କ ଅଟ୍ଟହାସ ଓ ତାଡ଼ନା ଦୁଷ୍ଟମାନଙ୍କର। କରନ୍ତି ଆରୋପ ମୋ ବିରୁଦ୍ଧେ ସେମାନେ ଅପରାଧ। କରନ୍ତି ସେମାନେ ମୋ ବିପକ୍ଷେ ଶତ୍ରୁତା ପୋଷଣ। ହୃଦୟ ମୋର ବ୍ୟାକୁଳତା ପୂର୍ଣ୍ଣ, ହୋଇଛି ମୋ ଉପରେ ମୃତ୍ୟୁ ଭୀତି ନିପତିତ। ଭୟ ତଥା ପ୍ରକମ୍ପନରେ ମୁଁ ଆକ୍ରାନ୍ତ, ଭୀଷଣ ଶଙ୍କାରେ ମୁଁ ଅଭିଭୂତ। କହିଲି ମୁଁ, କପଟ ସଦୃଶ ଯଦି ମୋର ଥାନ୍ତା ପକ୍ଷ, ତେବେ ଉଡ଼୍ଡୟନ କରି ନେଇଥାନ୍ତି ମୁଁ ବିଶ୍ରାମ। କରିଥାନ୍ତି ମୁଁ ସୁଦୂରକୁ ପରିଭ୍ରମଣ, କରିଥାନ୍ତି ମରୁ ପ୍ରାନ୍ତରେ ଅବସ୍ଥାନ। ହୋଇଥାନ୍ତି ପ୍ରାପ୍ତ ଆଶ୍ରୟ ସ୍ଥାନ ମୁଁ, ପ୍ରବଳ ବାୟୁ ପ୍ରବାହ ତଥା ଝଡ଼ ତୋଫାନରୁ। କର ହେ ପ୍ରଭୁ ସେମାନଙ୍କ ଯୋଜନା ପରାଜିତ, କର ସେମାନଙ୍କ ଭାଷା ବିଭ୍ରାନ୍ତ। କରେ ମୁଁ ନଗରୀରେ ହିଂସା ତଥା କଳହ ଦର୍ଶନ। କରନ୍ତି ସେମାନେ ଦିବାରାତ୍ର ତାହାର ପ୍ରାଚୀର ଉପରେ ପରିଭ୍ରମଣ। ତନ୍ମଧ୍ୟେ ଅନିଷ୍ଟ ତଥା ଦୁର୍ଦ୍ଦଶା ବିଦ୍ୟମାନ। କରେ ବିନାଶ ତନ୍ମଧ୍ୟେ ଅବସ୍ଥାନ, ହୁଏ ନାହିଁ ଅଦୃଶ୍ୟ ତାହାର ବାଟଘାଟରୁ ପ୍ରବଞ୍ଚନା ତଥା ଅତ୍ୟାଚାର। କରେ ଯିଏ ମୋତେ ବିଦ୍ରୂପ, ନୁହେଁ ସେ ଶତ୍ରୁ ଏକ, ତାହା ହୋଇଥିଲେ କରିଥାନ୍ତି ମୁଁ ସହ୍ୟ। କରେ ଯିଏ ମୋ ପ୍ରତି ଅହଙ୍କାର ଆଚରଣ, ନୁହେଁ ସେ ବିରୋଧୀ ଏକ, ତାହା ହୋଇଥିଲେ କରିଥାନ୍ତି ମୁଁ ତା ସମ୍ମୁଖରୁ ନିଜକୁ ଲୁକାୟିତ। କିନ୍ତୁ ଯିଏ ମୋର ସହଚର, ସାଥୀ ତଥା ବନ୍ଧୁ ସୁପରିଚିତ, କରିଅଛ ସେହି ତୁମେ ଏହା ସାଧନ। କରିଥିଲୁ ଆମେ ଏକତ୍ରେ ସୁମଧୁର କଥୋପକଥନ, କରିଥିଲୁ ମିଳିତ ହୋଇ ଆମେ ଦେବାଳୟ ମଧ୍ୟେ ଭ୍ରମଣ। କରୁ ସେମାନଙ୍କୁ ମୃତ୍ୟୁ ଆକ୍ରମଣ, କରନ୍ତୁ ସେମାନେ ଜୀବିତାବସ୍ଥାରେ ପାତାଳକୁ ଅବତରଣ। କାରଣ ଗୃହ ମଧ୍ୟରେ ସେମାନଙ୍କ ଓ ହୃଦୟ ମଧ୍ୟରେ ସେମାନଙ୍କ ଥାଏ ଦୁଷ୍ଟତା ବିରାଜମାନ। କିନ୍ତୁ ଈଶ୍ୱରଙ୍କୁ ଡାକି କରେ ମୁଁ ନିବେଦନ, କରିବେ ପ୍ରଭୁ ମୋତେ ପରିତ୍ରାଣ। ପ୍ରଦୋଷ ପ୍ରଭାତ ତଥା ମଧ୍ୟାହ୍ନରେ ଜଣାଇ ନିବେଦନ କରେ ମୁଁ ରୋଦନ। କରିବେ ସେ ମୋ ସ୍ୱର ଶ୍ରବଣ। ମୋ ବିରୁଦ୍ଧେ ସଂଗଠିତ ଏହି ଯୁଦ୍ଧରୁ କରିବେ ସେ ମୋତେ ଉଦ୍ଧାର। କାରଣ କରନ୍ତି ଅନେକେ ମୋ ବିପକ୍ଷେ ସମର। ଯିଏ ଅନାଦି କାଳରୁ ସିଂହାସନାସୀନ, କରିବେ ସେହି ଈଶ୍ୱର ଶ୍ରବଣ। ଏବଂ କରିବେ ସେମାନଙ୍କୁ ଲଜ୍ଜିତ, କାରଣ କରନ୍ତି ନାହିଁ ସେମାନେ ବିଧାନ ପାଳନ ଓ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ। କଲା ମିତ୍ର ମୋର ନିଜ ବନ୍ଧୁମାନଙ୍କ ବିରୁଦ୍ଧେ ତାର ହସ୍ତ ଉତ୍ତୋଳନ। କଲା ସେ ନିଜ ବ୍ୟବସ୍ଥା ବିଧାନ ଲଙ୍ଘନ। ଲହୁଣୀ ଅପେକ୍ଷା ଅଧିକ କୋମଳ ତାର କଥନ, କିନ୍ତୁ କରେ ହୃଦୟ ତାର ଯୁଦ୍ଧ ଷଡ଼ଯନ୍ତ୍ର। ବଚନ ତାର ତୈଳ ଅପେକ୍ଷା ମୃଦୁ ଅଧିକ, ତଥାପି ଅଟେ ସେ ସମସ୍ତ ନିଷ୍କଙ୍କ ଖଡ୍ଗ। କର ପ୍ରଭୁଙ୍କ ହସ୍ତେ ସମର୍ପଣ ତୁମ ଭାର, ସମ୍ଭାଳିବେ ସେ ଭାର ତୁମର। ନୀତିନିଷ୍ଠ ବ୍ୟକ୍ତି ବିଚଳିତ ହେବା ପାଇଁ ହେବେ ସେ ଅସମ୍ମତ। କିନ୍ତୁ ହେ ପ୍ରଭୁ, କରିବ ତୁମେ ସେମାନଙ୍କୁ ଅଗାଧ ଗର୍ତ୍ତରେ ନିକ୍ଷେପ। ଯେଉଁମାନେ ରକ୍ତ ପିପାସୁ ତଥା ପ୍ରବଞ୍ଚନାତ୍ମକ ବ୍ୟକ୍ତିଗଣ, ରହିବେ ନାହିଁ ସେମାନେ ହୋଇ ଜୀବିତ। ଏପରିକି ସେମାନଙ୍କ ଆୟୁଷର ଅର୍ଦ୍ଧକାଳ। କିନ୍ତୁ ହେବି ମୁଁ
ତୁମଠାରେ ଶରଣାପନ୍ନ। ଅଧ୍ୟାୟ 56। ବ୍ୟକ୍ତିଗତ ବିଳାପ ଗୀତି। କର ହେ ଈଶ୍ୱର ମୋ ପ୍ରତି କରୁଣା ପ୍ରଦର୍ଶନ, କାରଣ କରନ୍ତି ଲୋକେ ମୋତେ ପଦଦଳନ, ଦିଅନ୍ତି ସେମାନେ ମୋତେ ତାଡ଼ନା ଦିନ ତମାମ। କରନ୍ତି ମୋର ବିରୋଧୀଗଣ ଦିନସାରା ମୋତେ ପଦଦଳନ, କରନ୍ତି ଅନେକେ ଅହଙ୍କାର ପୂର୍ବକ ସଂଗ୍ରାମ। ଯେବେ ମୁଁ ଭୀତତ୍ରସ୍ତ, ତେବେ କରେ ମୁଁ ତୁମଠାରେ ଆସ୍ଥା ସ୍ଥାପନ। କରେ ମୁଁ ଯାହାଙ୍କ ବଚନର ସ୍ତବଗାନ, ସେହି ଈଶ୍ୱରଙ୍କଠାରେ ମୁଁ ବିନା ଭୟରେ ଶରଣାପନ୍ନ। କ'ଣ କରିବ ମାଂସ ମାତ୍ର ମନୁଷ୍ୟ ମୋ ବିରୁଦ୍ଧେ ସାଧନ, ମୋ ପ୍ରତି ଉପଦ୍ରବ ପାଇଁ ସେମାନେ ଦିନସାରା ଆଗ୍ରହାନ୍ୱିତ। ମୋ ବିରୁଦ୍ଧେ ଅନିଷ୍ଟ ସାଧନ ପାଇଁ ସେମାନେ ଆଲୋଚନାରତ। ଛକି ବସନ୍ତି ଏକତ୍ରେ ସେମାନେ, ପଦକ୍ଷେପ ମୋର ନିରୀକ୍ଷଣ କରନ୍ତି ସେମାନେ। ମୋ ଜୀବନର ବିନାଶ ପାଇଁ ସେମାନେ ଅପେକ୍ଷାରତ, ସୁତରାଂ ସେମାନଙ୍କର ଅପରାଧ ଅନୁରୂପ ପ୍ରତିଫଳ କର ସେମାନଙ୍କୁ ପ୍ରତିଶୋଧ। ହେ ଈଶ୍ୱର, କରାଅ ଜାତିଗଣକୁ ତୁମ କ୍ରୋଧେ ପତିତ। କରିଅଛ ତୁମେ ଗଣନା ମୋର ଭ୍ରମଣ ସବୁର, କରିଅଛ ସଂଗ୍ରହ ତୁମ ପାତ୍ରରେ। ଲୋତକ ବିନ୍ଦୁ ମୋର ହୋଇନାହିଁ କ'ଣ ସେ ସମସ୍ତ ତୁମ ପୁସ୍ତକରେ ଲିଖିତ? ତୁମକୁ ଡାକି କରିବି ମୁଁ ଯେଉଁଦିନ ନିବେଦନ, ହଟିଯାଇ କରିବେ ଶତ୍ରୁଗଣ ମୋର ପଳାୟନ। ଈଶ୍ୱର ମୋର ସପକ୍ଷ, ଏହା ମୋତେ ଅବଗତ। କରେ ମୁଁ ଯାହାଙ୍କ ବଚନର ସ୍ତବଗାନ, ସେହି ଈଶ୍ୱରଙ୍କଠାରେ କରେ ମୁଁ ଯାହାଙ୍କ ବଚନର ସ୍ତବଗାନ। ସେହି ପ୍ରଭୁଙ୍କଠାରେ ହୁଏ ମୁଁ ବିନା ଭୟରେ ଈଶ୍ୱରଙ୍କଠାରେ ଶରଣାପନ୍ନ। କ'ଣ ବା କରିପାରିବ ମନୁଷ୍ୟ ମୋ ପ୍ରତି ସାଧନ? ହେ ଈଶ୍ୱର, କରିବି ମୁଁ ଅବଶ୍ୟ ତୁମ ଉଦ୍ଦେଶ୍ୟ ବ୍ରତ ମୋର ପରିପୂରଣ। କରିବି ମୁଁ ଅବଶ୍ୟ ତୁମ ଉଦ୍ଦେଶ୍ୟ କୃତଜ୍ଞତା ଅର୍ପଣ। କରେ ମୁଁ ଯେପରି ଜୀବନର ଆଲୋକେ ଈଶ୍ୱରଙ୍କ ସନ୍ନିଧାନେ ବିଚରଣ। ତନ୍ନିମନ୍ତେ ମୃତ୍ୟୁ କବଳରୁ ମୋର ଆତ୍ମାକୁ, ପାତାଳରୁ ମୋର ପାଦଯୁଗଳକୁ କରିଅଛ ତୁମେ ବିମୋଚନ। ଅଧ୍ୟାୟ 57। ବ୍ୟକ୍ତିଗତ ବିଳାପ ଗୀତି। କର ମୋତେ ଦୟା ହେ ଈଶ୍ୱର, କର ମୋ ପ୍ରତି ଦୟା ପ୍ରଦର୍ଶନ, କାରଣ ତୁମଠାରେ ମୁଁ ଶରଣାପନ୍ନ। ଅତିବାହିତ ହେବା ପର୍ଯ୍ୟନ୍ତ ବିନାଶର ତୋଫାନ, ତୁମର ଡେଣା ତଳେ ମୁଁ ଶରଣାପନ୍ନ। ପରାତ୍ପର ଈଶ୍ୱରଙ୍କ ନିକଟରେ କରେ ମୁଁ କ୍ରନ୍ଦନ, କରନ୍ତି ଯିଏ ମୋ ପାଇଁ ତାହାଙ୍କ ଇଷ୍ଟ ସଂକଳ୍ପ ସାଧନ। ସେହି ଈଶ୍ୱରଙ୍କ ସନ୍ନିଧାନେ କରେ ମୁଁ ନିବେଦନ। ପଠାଇ ସ୍ୱର୍ଗଧାମରୁ ସାହାଯ୍ୟ କରିବେ ସେ ମୋତେ ମୁକ୍ତ, କରିବେ ସେ ମୋର ପଦଦଳନକାରୀଙ୍କୁ ଲଜ୍ଜିତ। ପଠାଇବେ ଈଶ୍ୱର ତାହାଙ୍କ ସ୍ନେହ ତଥା ବିଶ୍ୱସ୍ତତା ନିରନ୍ତର। କରନ୍ତି ଯେଉଁମାନେ ହୋଇ ଲୋଭାସକ୍ତ ମନୁଷ୍ୟପୁତ୍ରମାନଙ୍କୁ ଗ୍ରାସ। କରେ ମୁଁ ସେହି ସିଂହମାନଙ୍କ ମଧ୍ୟରେ ଶୟନ, ଦନ୍ତପଙ୍କ୍ତି ସେମାନଙ୍କର ବର୍ଚ୍ଛା ତଥା ସରସମ, ଜିହ୍ୱା ସେମାନଙ୍କ ତୀକ୍ଷ୍ଣ ଖଡ଼୍ଗ ସଦୃଶ୍ୟ। ହେ ଈଶ୍ୱର, ହୁଅ ତୁମେ ଆକାଶମଣ୍ଡଳ ଉପରେ ଉନ୍ନୀତ, ହେଉ ମହିମା ତୁମର ପୃଥିବୀ ସାରା ବ୍ୟାପ୍ତ। କଲେ ସେମାନେ ମୋର ପାଦ ନିମନ୍ତେ ଜାଲ ବିସ୍ତାର, ହେଲା ଅବନମିତ ଆତ୍ମା ମୋର। କଲେ ଖନନ ମୋ ମାର୍ଗ ମଧ୍ୟରେ ସେମାନେ ଗର୍ତ୍ତ, କିନ୍ତୁ ହେଲେ ସ୍ୱୟଂ ସେମାନେ ସେଥିରେ ପତିତ। ଅଟେ ହୃଦୟ ମୋର ପ୍ରସ୍ତୁତ ହେ ଈଶ୍ୱର, ହୃଦୟ ମୋର ପ୍ରସ୍ତୁତ। କରିବି ମୁଁ ସ୍ତବଗାନ ତଥା ସୁମଧୁର ଗାନାଳାପ। ହେ ଆତ୍ମା ମମ ହୁଅ ଜାଗ୍ରତ, ହେ ବୀଣା ତଥା ସାରଙ୍ଗୀ ହୁଅ ଉଜାଗର। କରିବି ମୁଁ ପ୍ରଭାତକୁ ଜାଗ୍ରତ। ହେ ପ୍ରଭୁ, କରିବି ମୁଁ ଜନତା ମଧ୍ୟରେ ତୁମ ଉଦ୍ଦେଶ୍ୟ କୃତଜ୍ଞତା ଅର୍ପଣ। ଜାତିଗଣ ମଧ୍ୟରେ କରିବି ମୁଁ ତୁମର ସ୍ତବ ଗାନ।
କାରଣ ନଭମଣ୍ଡଳ ପର୍ଯ୍ୟନ୍ତ ନିରନ୍ତର ସ୍ନେହ ତୁମର ବିଶାଳ, ମେଘମାଳା ପର୍ଯ୍ୟନ୍ତ ସତ୍ୟତା ତୁମର ବିପୁଳ। ହେ ଈଶ୍ୱର, ହୁଅ ତୁମେ ଆକାଶମଣ୍ଡଳ ଉପରେ ଉନ୍ନୀତ, ହେଉ ମହିମା ତୁମର ପୃଥିବୀ ସାରା ବ୍ୟାପ୍ତ। ଅଧ୍ୟାୟ 58। ବ୍ୟକ୍ତିଗତ ବିଳାପ ଗୀତି। ହେ ଶକ୍ତିଶାଳୀ ଅଧୀଶ ବୃନ୍ଦ, ତୁମେମାନେ କ'ଣ ଦେଉଅଛ ନ୍ୟାୟ ସଙ୍ଗତ ବିଚାରବିଧି? କରୁଅଛ କ'ଣ ତୁମେମାନେ ନୀତିନିଷ୍ଠା ପୂର୍ବକ ମନୁଷ୍ୟପୁତ୍ରମାନଙ୍କୁ ନ୍ୟାୟ ବିଚାର ବିଧି? ନା କରୁଅଛ ତୁମେମାନେ ହୃଦୟରେ ଅନିଷ୍ଟର ଷଡ଼ଯନ୍ତ୍ର, କରୁଅଛି ହସ୍ତ ତୁମର ପୃଥିବୀରେ ହିଂସାର ପ୍ରଚଳନ। ହୁଅନ୍ତି ଦୁଷ୍ଟଗଣ ମାତୃଗର୍ଭରୁ ବିପଥଗାମୀ, ଜନ୍ମରୁ ମିଥ୍ୟା ରଟନା କରି ହୁଅନ୍ତି ସେମାନେ ଭ୍ରଷ୍ଟାଚାରୀ। ସର୍ପ ବିଷତୁଲ୍ୟ ସେମାନେ ବିଷପୂର୍ଣ୍ଣ, ହୁଅନ୍ତି ସେମାନେ କର୍ଣ୍ଣ ରୁଦ୍ଧ କରିଥିବା କାଳ ସର୍ପ ତୁଲ୍ୟ ବଧିର। କରୁନାହାନ୍ତି ସେମାନେ ସର୍ପ ବଶୀକରଣକାରୀ କିମ୍ବା ନିପୁଣ ମାନ୍ତ୍ରିକର ସ୍ୱର ପ୍ରତି କର୍ଣ୍ଣପାତ। ହେ ଈଶ୍ୱର, କର ସେମାନଙ୍କ ଦନ୍ତ ଭଗ୍ନ, ହେ ପ୍ରଭୁ, କର ଯୁବା ସିଂହମାନଙ୍କ ଦନ୍ତ ଉତ୍ପାଟନ। ହୁଅନ୍ତୁ ସେମାନେ ପ୍ରବାହିତ ଜଳ ସଦୃଶ ଅନ୍ତର୍ଦ୍ଧାନ, ତୃଣତୁଲ୍ୟ ହୋଇ ପଦଦଳିତ, ହୁଅନ୍ତୁ ସେମାନେ ଶୁଷ୍କ। ଚୂନରେ ପରିଣତ ହେଉଥିବା ଶାମୁକା ସଦୃଶ ହୁଅନ୍ତୁ ସେମାନେ, ସୂର୍ଯ୍ୟାଲୋକର ଦର୍ଶନ ଲାଭ କରୁ ନଥିବା ଅକାଳ ଜାତ ସନ୍ତାନ ତୁଲ୍ୟ ହୁଅନ୍ତୁ ସେମାନେ। ହେଉ ପଛେ କଣ୍ଟକ ବୁଦା ସତେଜ ବା ଶୁଷ୍କ, ପାତ୍ର ତୁମର ତଦ୍ୱାରା ହେବା ପୂର୍ବରୁ ଉତ୍ତପ୍ତ, କରନ୍ତି ସେ ସମସ୍ତ ସେ ଉତ୍ପାଟନ। ପ୍ରତିଶୋଧ କର୍ମ ଦେଖି ହେବ ନୀତିନିଷ୍ଠ ବ୍ୟକ୍ତି ଆନନ୍ଦିତ, କରିବ ସେ ନିଜ ପାଦକୁ ଦୁଷ୍ଟମାନଙ୍କ ରକ୍ତରେ ଧୌତ। କହିବେ ଲୋକେ, ରହିଛି ଅବଶ୍ୟ ନୀତିନିଷ୍ଠ ବ୍ୟକ୍ତିମାନଙ୍କ ନିମନ୍ତେ ପୁରସ୍କାର, ଅଛନ୍ତି ଅବଶ୍ୟ ପୃଥିବୀରେ ନ୍ୟାୟ ବିଚାର ସାଧନକାରୀ ଜଣେ ଈଶ୍ୱର। ଅଧ୍ୟାୟ 59। ବ୍ୟକ୍ତିଗତ ବିଳାପ ଗୀତି। ହେ ଈଶ୍ୱର ମୋର, କର ମୋତେ ମୋ ଶତ୍ରୁମାନଙ୍କ ହସ୍ତରୁ ରକ୍ଷା, କର ମୋତେ ମୋ ବିରୋଧୀ ଉତ୍ଥିତ ବିରୋଧୀମାନଙ୍କ ହସ୍ତରୁ ରକ୍ଷା, କର ମୋତେ ଦୁଷ୍କର୍ମୀମାନଙ୍କ ହସ୍ତରୁ ମୁକ୍ତ, କର ମୋତେ ରକ୍ତ ପିପାସୁ ଲୋକମାନଙ୍କ କବଳରୁ ମୁକ୍ତ। ଏହି ଦେଖ, ବିନାଶ ପାଇଁ ରହନ୍ତି ସେମାନେ ଛକି ମୋ ଜୀବନର, ହୋଇଛନ୍ତି ନିଷ୍ଠୁର ଲୋକେ ମୋ ବିରୁଦ୍ଧେ ଦଳବଦ୍ଧ। ହେ ପ୍ରଭୁ, ହୋଇନାହିଁ ଏହା ମୋର କୌଣସି ଅପରାଧ କିମ୍ବା ପାପ ଯୋଗୁଁ ସଂଘଟିତ। ଯଦିଓ ନଥିଲା ମୋର କୌଣସି ଦୋଷ, ତଥାପି ହୁଅନ୍ତି ସେମାନେ ମୋର ଅନୁଧାବନ ପୂର୍ବକ ପ୍ରସ୍ତୁତ। ଉଠ ଓ ମୋର ସାହାଯ୍ୟାର୍ଥେ କର ଆଗମନ, କର ସ୍ୱୟଂ ତୁମେ ତାହା ପ୍ରତି ଦୃଷ୍ଟିପାତ। ହେ ସୈନ୍ୟାଧୀଶ ପ୍ରଭୁ, ଅଟ ତୁମେ ଇସ୍ରାଏଲ ଈଶ୍ୱର। ହୁଅ ଜାତିଗଣର ଶାସ୍ତି ବିଧାନ ପାଇଁ ଜାଗ୍ରତ, କରନ୍ତି ଯେଉଁମାନେ ପ୍ରବଞ୍ଚନାତ୍ମକ ପୂର୍ବ ଅନିଷ୍ଟ ଷଡ଼ଯନ୍ତ୍ର, ନ ଛାଡ଼ ସେମାନଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ଜୀବିତ। କରନ୍ତି ସେମାନେ ପ୍ରଦୋଷରେ ପ୍ରତ୍ୟାବର୍ତ୍ତନ, ଶ୍ୱାନମାନଙ୍କ ଭଳି ଭୁକି କରନ୍ତି ସେମାନେ ନଗରୀ ଦେଇ ପରିଭ୍ରମଣ। ଦେଖ, କରନ୍ତି ସେମାନେ ସେମାନଙ୍କ ମୁଖ୍ୟ ରବ, ଅଧର ସେମାନଙ୍କ ଖଡ଼୍ଗ ସଦୃଶ, ଭାବନ୍ତି ସେମାନେ କିଏ ଆମ କଥା ଶୁଣିବ। କିନ୍ତୁ ହେ ପ୍ରଭୁ, କରୁଅଛ ତୁମେ ସେମାନଙ୍କ ଉପରେ ହାସ୍ୟ, କରୁଅଛ ତୁମେ ସମସ୍ତ ଜନତାକୁ ଉପହାସ। ହେ ମୋର ଶକ୍ତିଧର, କରିବି ମୁଁ ସ୍ତବଗାନ ତୁମର, ହେ ଈଶ୍ୱର ଅଟ ତୁମେ ଦୁର୍ଗ ମୋର। କରିବେ ଈଶ୍ୱର ମୋର ତାହାଙ୍କ ନିରନ୍ତର ସ୍ନେହ ଯୋଗୁଁ ମୋତେ ସନ୍ଦର୍ଶନ,
ମୋ ଶତ୍ରୁମାନଙ୍କ ଉପରେ କରାଇବେ ମୋ ଈଶ୍ୱର ମୋତେ ବିଜୟାନନ୍ଦ ପୂର୍ବକ ଦର୍ଶନ। କର ନାହିଁ ସେମାନଙ୍କୁ ନିଧନ, ନଚେତ୍ ହେବେ ଜନତା ତୁମକୁ ବିସ୍ମୃତ। ଆମ ଢାଲ ସ୍ୱରୂପ ହେ ପ୍ରଭୁ, କର ସେମାନଙ୍କୁ ତୁମ ଶକ୍ତିରେ ବିକ୍ଷିପ୍ତ, କର ସେମାନଙ୍କୁ ଅବନମିତ। ସେମାନଙ୍କ ମୁଖ ନିଃସୃତ ପାପ ନିମିତ୍ତ, ସେମାନଙ୍କ ଅଧର ଚାରିତ ବାକ୍ୟ ନିମିତ୍ତ, ହୁଅନ୍ତୁ ସେମାନେ ସେମାନଙ୍କ ଅହଙ୍କାରେ ଫାଶରେ ଆବଦ୍ଧ। ଉଚ୍ଚାରିଥିଲେ ସେମାନେ ଯେଉଁ ମିଥ୍ୟା ତଥା ଅଭିଶାପ, ସେଥି ସକାଶେ କର ସେମାନଙ୍କୁ କ୍ରୋଧରେ ଧ୍ୱଂସ। ଧ୍ୱଂସ ହେବା ଯାଏ ଅସ୍ତିତ୍ୱ ସେମାନଙ୍କ, କର ସେମାନଙ୍କୁ ସମୂଳେ ଉତ୍ପାଟନ। ତାହା ହେଲେ କରନ୍ତି ଈଶ୍ୱର ଯେ ଯାକୋବଙ୍କ ଉପରେ ରାଜତ୍ୱ। ହେବେ ଲୋକେ ପୃଥିବୀର ସୀମା ସରହଦ ପର୍ଯ୍ୟନ୍ତ ଏହା ଅବଗତ। କରନ୍ତି ସେମାନେ ପ୍ରତି ପ୍ରଦେଶେ ପ୍ରତ୍ୟାବର୍ତ୍ତନ, ଶ୍ୱାନମାନଙ୍କ ଭଳି ଭୁକି କରନ୍ତି ସେମାନେ ନଗରୀ ଦେଇ ପରିଭ୍ରମଣ। କରନ୍ତି ସେମାନେ ଆହାର ସନ୍ଧାନାର୍ଥେ ଭ୍ରମଣ, ନ ହେଲେ ପରିତୃପ୍ତ କରନ୍ତି ସେମାନେ ଗର୍ଜନ। କିନ୍ତୁ କରିବି ମୁଁ ତୁମ ଶକ୍ତିର ସ୍ତବଗାନ, କରିବି ମୁଁ ପ୍ରଭାତେ ଉଚ୍ଚ ସ୍ୱରରେ ନିରନ୍ତର ସ୍ନେହ ତୁମ ନିମନ୍ତେ ସ୍ତବଗାନ। କାରଣ ବିପଦର ଦିନରେ ହେଲ ତୁମେ ମୋ ପ୍ରତି ଏକ ଦୁର୍ଗ ତଥା ଆଶ୍ରୟ ସ୍ଥାନ। ହେ ଶକ୍ତିଧର ମୋର, କରିବି ମୁଁ ପ୍ରଶଂସା ଗାନ ତୁମର। ହେ ଈଶ୍ୱର, ଅଟ ତୁମେ ଦୁର୍ଗ ମୋର, କରନ୍ତି ଯିଏ ମୋ ପ୍ରତି ନିରନ୍ତର ସ୍ନେହ ପ୍ରଦର୍ଶନ, ଅଟ ତୁମେ ସେହି ଈଶ୍ୱର। ଅଧ୍ୟାୟ 60। ଉପାସନା ସାମ। କରିଅଛ ହେ ଈଶ୍ୱର, ତୁମେ ଆମକୁ ପରିତ୍ୟାଗ, କରିଅଛ ତୁମେ ଆମ ପ୍ରତି ରକ୍ଷାମୂଳକ ଆଶ୍ରୟ ବିଧ୍ୱସ୍ତ। ହୋଇଥିଲ ତୁମେ କୁପିତ, କିନ୍ତୁ କର ଆମକୁ ପୁନଃସ୍ଥାପନ। କରିଅଛ ତୁମେ ଦେଶ ପ୍ରକମ୍ପିତ, କରିଅଛ ତୁମେ ତାହା ବିଦୀର୍ଣ୍ଣ, କର ମରାମତି ତାହାର ଭଗ୍ନ ସ୍ଥାନ ସକଳ, କାରଣ ହୋଇଅଛି ତାହା ବିଧ୍ୱସ୍ତ ପୂର୍ବକ ଭୂପତିତ ପ୍ରାୟ। କରନ୍ତି ଭୋଗ ଯେପରି ତୁମ ସଜ୍ଜନମାନେ, ଯାତନା କଠିନ, ତନ୍ନିମନ୍ତେ ଅନୁମତି ତୁମେ ଦେଇଅଛ, ପାନ କରିବାକୁ ଦେଇଅଛ ତୁମେ ଆମକୁ ଯେଉଁ ଦ୍ରାକ୍ଷାରସ, କରିଛି ତାହା ଆମକୁ ଟଳମଳ। କରନ୍ତି ଯେଉଁମାନେ ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ, କରନ୍ତି ସେମାନେ ଯେପରି ଧନୁ କବଳରୁ ହୋଇ ଦୂର, ସେଥି ସକାଶେ କରିଅଛ ତୁମେ ସେମାନଙ୍କ ଉଦ୍ଦେଶ୍ୟରେ ଏକ ପତାକା ଉତ୍ତୋଳନ। ପାଉ ତୁମ ପ୍ରିୟଜନ ଉଦ୍ଧାର, କର ତୁମ ଦକ୍ଷିଣ ହସ୍ତେ ସେମାନଙ୍କୁ ଜୟଯୁକ୍ତ, କର ଆମ ପ୍ରାର୍ଥନା ପ୍ରତି କର୍ଣ୍ଣପାତ। କରିଅଛନ୍ତି ଈଶ୍ୱର ତାହାଙ୍କ ପବିତ୍ରାଳୟରେ କଥନ, ହେବି ମୁଁ ଆନନ୍ଦିତ, କରିବି ମୁଁ ଶେଖେମକୁ ବିଭାଜନ, କରିବି ମୁଁ ସୁଖୋତ୍ ଉପତ୍ୟକା ବଣ୍ଟନ। ଗିଲିଆଦ ତଥା ମାନାସେ ଅଟେ ମୋର, ଅଟେ ଏଫ୍ରାଏମ୍ ଶିରସ୍ତ୍ରାଣ ମୋର, ଅଟେ ଯୁଦା ରାଜଦଣ୍ଡ ମୋର, ବୋଆଜ ପ୍ରକ୍ଷାଳନ ପାତ୍ର ମୋର। କରିବି ମୁଁ ଏଦୋମ ଉପରେ ନିକ୍ଷେପ ପାଦୁକା ମୋର, କରିବି ମୁଁ ଫିଲିସ୍ତିଆ ଉପରେ ବିଜୟାନନ୍ଦର ଚିତ୍କାର। କରିବ କିଏ ସୁରକ୍ଷିତ ନଗରୀକୁ ମୋତେ ଆନୟନ, କରିବ କିଏ ମୋତେ ଏଦୋମକୁ ପଥ ପ୍ରଦର୍ଶନ। ହେ ଈଶ୍ୱର, କରିନାହଁ କ'ଣ ତୁମେ ଆମକୁ ପରିତ୍ୟାଗ? ହେ ଈଶ୍ୱର, କଲ ନାହିଁ ତୁମେ ଆମ ସୈନ୍ୟ ଦଳ ଗହଣେ ଗମନ। କର ପ୍ରଦାନ ଶତ୍ରୁ ବିରୁଦ୍ଧେ ଆମକୁ ସାହାଯ୍ୟ, କାରଣ ଅଟେ ବୃଥା ମନୁଷ୍ୟ ସାହାଯ୍ୟ। ଈଶ୍ୱରଙ୍କ ସହିତ କରିବୁ ଆମେ ବୀରତ୍ୱପୂର୍ବକ ସଂଗ୍ରାମ, କରିବେ ଯିଏ ଆମ ଶତ୍ରୁମାନଙ୍କ ଉପରେ ପଦଦଳନ, ଅଟନ୍ତି ସେ ଈଶ୍ୱର। ଅଧ୍ୟାୟ 61। ବ୍ୟକ୍ତିଗତ ବିଳାପ ଗୀତି। ହେ ଈଶ୍ୱର,
କ୍ରନ୍ଦନ ମୋର ଶୁଣ, କର ପ୍ରାର୍ଥନା ମୋର ଶ୍ରବଣ। ହୃଦୟ ମୋର ହୁଏ ଯେବେ ଭଗ୍ନ, ତେବେ କରେ ମୁଁ ପୃଥିବୀର ସୀମା ସରହଦରୁ ତୁମକୁ ଡାକି ନିବେଦନ। କର ମୋତେ ମୋ ଉପେକ୍ଷା ଉଚ୍ଚତର ଶୈଳ ଉପରକୁ ଆନୟନ। କାରଣ ଅଟ ତୁମେ ମୋର ଶରଣ, ଶତ୍ରୁ ବିରୁଦ୍ଧେ ଏକ ସୁଦୃଢ଼ ଗମ୍ବୁଜ। କରେ ମୁଁ ଯେପରି ଚିରକାଳ ବ୍ୟାପୀ ତୁମ ଶିବିରେ ଅବସ୍ଥାନ। ସେଥିପାଇଁ ମୋତେ ଅନୁମତି ଦିଅ, ହୋଇଥାନ୍ତି ଭଲା ମୁଁ ତୁମ ପକ୍ଷେ ତଳେ ସୁରକ୍ଷିତ। କରିଅଛ ହେ ଈଶ୍ୱର ବ୍ରତ ମୋର ଗ୍ରହଣ, କରନ୍ତି ଯେଉଁମାନେ ତୁମ ନାମ ପ୍ରତି ଭୟଭକ୍ତି ପ୍ରଦର୍ଶନ। ସେମାନଙ୍କ ସକାଶେ ନିରୂପିତ ଅଧିକାରାଂଶ କରିଅଛ ତୁମେ ମୋତେ ପ୍ରଦାନ। କର ପ୍ରଦାନ ରାଜାଙ୍କୁ ଦୀର୍ଘାୟୁ, ବର୍ଷ ସକଳ ତାଙ୍କ ବଂଶାନୁକ୍ରମେ ତିଷ୍ଠି ରହୁ। ହୁଅନ୍ତୁ ସେ ଈଶ୍ୱରଙ୍କ ସନ୍ନିଧାନେ ଚିରକାଳ ବ୍ୟାପୀ ସିଂହାସନାସୀନ। କରୁ ତାଙ୍କୁ ତୁମ ନିରନ୍ତର ସ୍ନେହ ତଥା ବିଶ୍ୱସ୍ତତା ପ୍ରତିପାଳନ। ସୁତରାଂ କରିବି ମୁଁ ସର୍ବଦା ତୁମ ନାମର ସ୍ତବଗାନ, କରିବି ମୁଁ ପରିପୂରଣ ବ୍ରତ ମୋର ଦୈନନ୍ଦିନ।